ଗୋଟିଏ ଦଳ କ୍ରମାଗତ ଭାବରେ 24 ବର୍ଷ ନିରବିଚ୍ଛିନ୍ନ ଶାସନରେ ରହିଲେ। ଜଣେ ମୁଖ୍ୟମନ୍ତ୍ରୀ ବି ଦାୟିତ୍ୱରେ ରହିଲେ ରାଜ୍ୟର ଏବଂ ତାଙ୍କ ଲୋକପ୍ରିୟତା କେହି ସନ୍ଦେହ କରନ୍ତିନି। ସେ ଓଡ଼ିଶାର ସୁଦୂର ପୁରପଲ୍ଲୀରେ ପରିଚିତ, ତାଙ୍କ ମୁହଁ ସମସ୍ତେ ଦେଖିଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ଆଜି ପ୍ରତ୍ୟେକ ଦିନ ପ୍ରତ୍ୟେକ ପୃଷ୍ଠାରେ ଖବରକାଗଜରେ ତାଙ୍କ ଫଟୋ ବାହାରିବାର ପ୍ରାସଙ୍ଗିକତା କ'ଣ? ସେ ଫେର ସରକାରୀ ଖର୍ଚ୍ଚରେ। ଏହି ମୌଳିକ ପ୍ରଶ୍ନ ଜଣେ ନାଗରିକ ହିସାବରେ ମୁଁ ଆଜି ଉତ୍ଥାପନ କରୁଛି। ଏଥିରେ କ'ଣ ଜନହିତ ସାଧନ ହେଉଛି? ତାଙ୍କ ମୁହଁଟି ଯଦି ପାଠକ ଦେଖିବେ, ତାଙ୍କୁ କ'ଣ କେହି ଦେଖିନାହାନ୍ତି? ଏଇ ଦାରିଦ୍ର୍ୟର ପ୍ରାଚୁର୍ଯ୍ୟ ଭିତରେ ଆମେ ଆଡ଼ମ୍ବରପୂର୍ଣ୍ଣ ଆଡ଼ଭର୍ଟାଇଜମେଣ୍ଟରେ ଏତେ ଖର୍ଚ୍ଚ କରିବା କେତେ ଦୂର ଯୁକ୍ତିଯୁକ୍ତ? ଇଏ ହେଲା ଗୋଟିଏ ଦିଗ। ଦ୍ୱିତୀୟ ହେଲା ଯେ ଆମେ କେଉଁ ଅଧିକାରରେ ସରକାରୀ ଖର୍ଚ୍ଚ କରି ସେଠି ସରକାରୀ ଦଳର ନିର୍ବାଚନ ଚିହ୍ନ ତା ଦେହରେ ଛାପୁଛୁ। ଏଇଟା ଗୋଟେ କେବଳ ଯେ ଅନୈତିକ କାର୍ଯ୍ୟ ତା ନୁହେଁ, ଏଇଟା ଗୋଟେ ଦୋଷାବହ କାର୍ଯ୍ୟ। ବର୍ତ୍ତମାନ ଚାଉଳ କଣ୍ଟ୍ରୋଲ ଚାଉଳ ଉଠେଇବା ଲାଗି ଫେୟାର ପ୍ରାଇସ୍ ସପ୍ରୁ ସରକାର ଗୋଟେ ନିଷ୍ପତ୍ତି ନେଇକରି 20 କେଜି ବାଲା ଗୋଟିଏ କ୍ଷମତା ଥିବା ଗୋଟିଏ ବ୍ୟାଗ୍, 10 କେଜି ନିଏ ଚାଉଳ ନେବାର ଲାଗି ଆଉ ଗୋଟିଏ ବ୍ୟାଗ୍, 2ଟି ବ୍ୟାଗ୍ ପ୍ରତ୍ୟେକ ପରିବାରକୁ ଦେଉଛନ୍ତି। ଏଇଭଳି ବଦାନ୍ୟତାର ଯଥାର୍ଥତା ବିଷୟରେ ଅନେକ ହୁଏତ ରାଜି ନ ହେଇପାରନ୍ତି। ହେଲା, ଗୋଟେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି, ହେଲା। କିନ୍ତୁ କେଉଁ ଅଧିକାର ବଳରେ ଆପଣ ବର୍ତ୍ତମାନ ସେଠି ଏଡ଼େ ବଡ଼ ଶଙ୍ଖ ଚିହ୍ନ ସେ ବ୍ୟାଗ୍ରେ ରଖିଲେ? ଏଇଟା ହେଉଛି ଦୋଷାବହ, ଯେଉଁଟା ଜଣେ ସକ୍ରିୟ ସଚେତନ ନାଗରିକ ହିସାବରେ ମୁଁ ଗ୍ରହଣ କରିପାରୁନାହିଁ। ଏବଂ ମୋ ମତରେ ୟାର ଗୋଟେ ପ୍ରତିକାର ହେବା କଥା। କାହିଁକିନା ଯଦି ଏଇ ଭାବରେ ଯଦି ଆମେ କ୍ଷମତାର ଅପବ୍ୟବହାରକୁ ସହି ଯିବା, ତାହେଲେ କେଉଁ ଜାଗାରେ ଯାଇକରି ଆମେ ପହଞ୍ଚିବା, ସମାଜକୁ ନେବା, ଆମ ଶାସନ ବ୍ୟବସ୍ଥାକୁ ନେବା, ଆପଣ ନିଜେ ଭାବନ୍ତୁ। ତେଣୁ ଗୋଟେ ବ୍ରେକ୍ ଲାଗିବା ଦରକାର। ୟାର ପ୍ରତିକାର କ'ଣ? ଆମେ ମୁହଁ ମୋଡ଼ି ଅନ୍ୟ ଆଡ଼କୁ ଚାହିଁବା ନୁହେଁ, ଏକୁ ଅଣଦେଖା କରିବା ବି ତାର ସଲ୍ୟୁସନ୍ ନୁହେଁ, ମୋ ମୁଣ୍ଡ ପାତିକି ସହିଯିବା ବି ଗୋଟେ ଉପଯୁକ୍ତ ପ୍ରତିକ୍ରିୟା ନୁହେଁ। ତେଣୁ ୟାର ପ୍ରତିରୋଧ କରିବା ଦରକାର। ସେଇ ଭାବନା ନେଇକରି ମୁଁ ଭାବିଚିନ୍ତି କନଷ୍ଟିଟ୍ୟୁସନାଲ ଅଥରିଟି, ଆମର ଯେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ, ତାଙ୍କୁ ଗୋଟେ ଚିଠି ଲେଖିଲି ଯେ ଆପଣଙ୍କର ସାମ୍ବିଧାନିକ ଦାୟିତ୍ୱ ଅଛି ଯେ ସରକାରୀ ଖର୍ଚ୍ଚର ଅପବ୍ୟୟ ନ ହେଉ, ତାର ନୈତିକତା ରକ୍ଷା କରାଯାଉ, ସେ ପ୍ରାସଙ୍ଗିକତା ରକ୍ଷା କରାଯାଉ, ସାଧୁ ଉପାୟରେ ସରକାରୀ ଅର୍ଥ ବ୍ୟୟ ହେଉ। ଏହା ଏନସିଓର କରିବା ଦାୟିତ୍ୱ ଆପଣଙ୍କର। ତେଣୁ ସେଇ ଦାୟିତ୍ୱ ଆପଣ ଦାୟିତ୍ୱ ବହନ କରି ଏଇ ପ୍ରସଙ୍ଗଟି ଯେଉଁ ମୁଁ ଉଠେଇଛି ତାର ଅନୁଧ୍ୟାନ କରନ୍ତୁ ଏବଂ ଯେଉଁ ଅଧିକାରୀମାନେ ଏଥିରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେଉ।